ଘୁଗୁନି ତରକାରୀ ଆମର ଓଡ଼ିଶାର ଘରେ ଘରେ ସମସ୍ତଙ୍କର ପ୍ରିୟ କାହିଁକିନା ଏଇଟା ସବୁ ସାଙ୍ଗରେ ଖାଇବାକୁ ଭଲ ଲାଗେ। ଆପଣମାନେ ଭାବୁଥିବେ ଘୁଗୁନି ତରକାରୀ ତ ସମସ୍ତଙ୍କୁ ଜଣା, ତେଣୁ ଏଇଟା କ'ଣ ଶିଖିବାର ଅଛି, କିନ୍ତୁ ମୁଁ ଆଜି ଯେଉଁ ପ୍ରୋସେସ୍ରେ କରିଛି ଥରେ କରିକି ଦେଖନ୍ତୁ। ଏଇଟା ମାତ୍ର 10 ମିନିଟ୍ ଭିତରେ ହେବ ଏଇ ତରକାରୀଟା, ଆଉ ବିନା ପିଆଜ ରସୁଣରେ କରିବା। ଏଇ ତରକାରୀ ଆପଣଙ୍କୁ ଏତେ ଟେଷ୍ଟ ଲାଗିବ ନା, ଆପଣମାନେ ସବୁବେଳେ ଏଇ ପ୍ରୋସେସ୍ରେ କରିବେ। ସମୟ କମ୍ ଆଉ କରିବା ପ୍ରୋସେସ୍ ଇଜି, ତେବେ କାହିଁ କରିବେନି। ମୁଁ ସସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲରେ। ଯଦି ଭିଡ଼ିଓଟି ଭଲ ଲାଗିବ ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଚାଲନ୍ତୁ ତିଆରି କରିବା। ଏଠି ଆମେ ପ୍ରେସର କୁକରରେ କରିବା। ପ୍ରେସର କୁକରରେ ମୁଁ ମଟରକୁ ନେଇଯିବି। ମଟରକୁ ଗୋଟେ ରାତି ଭିଜେଇକି ରଖିଦେଇଥିଲି, ଆପଣ ଚାହିଁଲେ 5ରୁ 6 ଘଣ୍ଟା ପାଇଁ ଭିଜେଇକି ରଖିଦେବେ। ଭଲ ଭାବରେ ଧୋଇ ଦେଇକି ପ୍ରେସର କୁକରରେ ନେଇଗଲି। ଏଥିରେ ଆମେ ମସଲା ଆଡ଼୍ କରିବା। ଯେତିକି ମଟର ନେବେ ସେହି ହିସାବରେ ମସଲା ଆଡ଼୍ କରିବେ। ଏଠି ମୁଁ ଗୋଟେ ଟମାଟର ନେଇଗଲି, ଗୋଟେ ଚାମଚ ଧନିଆ ପାଉଡ଼ର, ହଳଦୀ ପାଉଡ଼ର, କାଶ୍ମୀରୀ ରେଡ଼୍ ଚିଲି ପାଉଡ଼ର, ଜିରା ପାଉଡ଼ର ଅଧା ଚାମଚ, ଗରମ ମସଲା, ସ୍ୱାଦ ହିସାବରେ ଲୁଣ, ଅଦା ଆଉ କଞ୍ଚା ଲଙ୍କାର ଛେଚା ପକାଇ ନେଲି। ସେଥିରେ ଆମେ ଏଇନା ପାଣି ଆଡ଼୍ କରିନେବା। ପାଣି ମଟର ଉପରକୁ ରହିବ ଦେଖିକି ଦେବେ, କାରଣ ମଟରଟା ସିଝିବ ତା ସାଙ୍ଗରେ, ତେଣୁ ପାଣି ଦେଖିକି ଦେବାର ଅଛି। କମ୍ ହେଇଗଲେ ପୁଣି ତଳ ଲାଗିଯିବ। ପାଣି ପକାଇଦେଲି, ଭଲ ଭାବରେ ଗୋଳେଇଦେଲି। କାଟିକି ରଖିଥିବା ଧଣିଆ ପତ୍ର ବି ଟିକେ ଉପରେ ଦେଇଦେଲି। ପ୍ରେସର କୁକରର ଲିଡ଼୍କୁ ବନ୍ଦ କରିକି ମୁଁ ମିଡ଼ିୟମ୍ ଫ୍ଲେମ୍ରେ 4ଟା ସିଟି ଆସିବାକୁ ଛାଡ଼ିଦେଲି। ଆପଣ ଆପଣଙ୍କ ପ୍ରେସର କୁକର ହିସାବରେ ଆପଣ ଯେତେଟା ସିଟି ଦରକାର ସିଝିବା ପାଇଁ ମଟର ଦେଇପାରିବେ। ଦେଖନ୍ତୁ ମଟରଟା ପୁରା ସିଝି ଯାଇଛି, ଏକଦମ ପାଣି ବି ପରଫେକ୍ଟ ଅଛି, ବେଶୀ ବି ପାଣି ହେଇନି କି କମ୍ ହେଇନି, ଆଉ ମଟର ତରକାରୀଟା ପୁରା ପରଫେକ୍ଟ ହେଇଯାଇଛି। ମଟର ବି ଦେଖନ୍ତୁ ଏକଦମ ପରଫେକ୍ଟ ସିଝିଛି, ବେଶୀ ବି ସିଝିନି କି ଟାଣ ଟାଣ ବି ନାହିଁ। ଏତିକି ରଖିବା। ଚାହିଁଲେ ଆପଣ ପାଣି କମ୍ ବେଶୀ ରଖିପାରନ୍ତି। କାଟିକି ରଖିଥିବା ଧଣିଆ ପତ୍ର ଟିକେ ପକାଇଦେଲି, ଆଉ ଲଙ୍କା ଜିରା ଗୁଣ୍ଡ ଟିକେ ଦେଇଦେବା। ଚାହିଁଲେ ଆପଣ ଗରମ ମସଲା ବି ଦେଇପାରିବେ। ମୋତେ ଟିକେ ଲଙ୍କା ଜିରା ଗୁଣ୍ଡ ଭଲ ଲାଗେ, ତେଣୁ ମୁଁ ଲଙ୍କା ଜିରା ଗୁଣ୍ଡ ଟିକେ ପକାଇଦେଲି, ଭଲ ଭାବରେ ଗୋଳେଇଦେଲି। ଏମିତି ତରକାରୀ ଆପଣ ସାଙ୍ଗେ ସାଙ୍ଗେ କରିପାରିବେ। ଟେଷ୍ଟରେ ଦେଖିବେ ଆପଣ ଏତେ ଟେଷ୍ଟ ଲାଗିବ ନା, ଆପଣ ଏଇ ପ୍ରୋସେସ୍ରେ ହିଁ କରିବେ, କାହିଁକିନା ଖାଇବାକୁ ଏଇଟା ବହୁତ ଟେଷ୍ଟ ଲାଗେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ତେବେ ଭିଡ଼ିଓଟିକୁ ନିଶ୍ଚିତ ଭାବରେ ଲାଇକ୍ କରିଦେବେ। ତେବେ ରହୁଛି, ପୁଣି ଦେଖା ହେବ ଗୋଟେ ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।